बेरुआपाଳ ଓ ଗଣ୍ଠିଝରା ନାଳରେ ଛାଡ଼ିଦେଲା ରୁଙ୍ଗୁଟା କମ୍ପାନୀର ଆବର୍ଜନା ପାଣି। ବେରୁଆପାଳ ଗଣ୍ଠିଝରା ନାଳରେ ଛାଡ଼ି ଦିଆଯାଇଛି ରୁଙ୍ଗୁଟା କମ୍ପାନୀରେ ଆବର୍ଜନା ପାଣି। ପାଣିର ରଙ୍ଗ କଳା ପଡ଼ିଯାଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ପାଣିରେ ଗାଧୁଆ ପାଧୁଆ କରିବା ଦୂରର କଥା, ପାଖ ମାଡ଼ି ହେଉନି। ଏହି ନାଳ ବେରୁଆ ପାଣି ଗଣ୍ଠିରୁ ବାହାରି ଗଣ୍ଠିଝରା ଦେଇ ଲିଙ୍ଗରା ନଦୀରେ ମିଶି ବ୍ରାହ୍ମଣୀ ନଦୀରେ ମିଶିଅଛି। ଏହି ନାଳ ନଈରେ ପ୍ରାୟ 10-12ଟି ଗ୍ରାମ ପ୍ରଭାବିତ ହୋଇଛନ୍ତି। ଏହି ନାଳ ପାଣି ପିଇ ବହୁତ ଗାଈ ଗୋରୁ ଏବଂ ପଶୁପକ୍ଷୀ ରୋଗାକ୍ରାନ୍ତ ହେଉଛନ୍ତି। ଏହି ପାଣି ଲୋକମାନେ ଗାଧୋଇବା ବହୁତ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗଣ୍ଠିଝରା ଗ୍ରାମର ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷାର ସୁଯୋଗ ନେଇ ରୁଙ୍ଗୁଟା କାରଖାନାର ବର୍ଜ୍ୟ ଜଳକୁ ନାଳରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଯଦି ଜିଲ୍ଲା ପ୍ରଶାସନ କିଛି ଦୃଷ୍ଟି ଆକର୍ଷଣ ନ କରି ଆମମାନଙ୍କର ନ୍ୟାୟ ନ ଦିଏ ତାହେଲେ ଆଗାମୀ ଦିନରେ ରୁଙ୍ଗୁଟା କମ୍ପାନୀ ଆଗରେ ଧାରଣାରେ ବସିବୁ ବୋଲି ଗାଣ୍ଠିଝରା ଗ୍ରାମବାସୀ ଚେତାବନୀ ଦେଇଛନ୍ତି। शुभम पाणी का रिपोर्ट मसीहा न्यूज। प्रद्युम्न नायक आमर ग्राम पंचायत है गालपड़ा ग्राम पंचायत रंगुटा प्लांट जो दूषित पानी छाड़ी घर गंडीधरा आमर जो दूषित पानी छाड़ी आम सबू रोगाक्रांत हेलुणी चर्म रोग आक्रांत हेलुणी एवं रंगुटा बारंबार ये करना आमर किसी कथा बुझुनी एवं आमर जो एक्सटेंशन करुच्ची जगह रंगुटा आहरी अधिग्रहण करुच्ची 88 एकर केते से बाबद से नाल पार करना जगह नहीं दूषित पानी कला पानी छाड़ी आम सेकड़े गला आमर टाटा स्टील एकड़े नालटार आम चलुलु आउ कि चलने असुविधा आम गाधोई पारुनी खाई पारुनी कि आम समस्ते महिला गाई गोरु समस्ते आम आक्रांत हेलुणी आम मैंने भी एबे विभिन्न प्रकार रोगाक्रांत आम सब प्रकार पानी गाधोले देह मुंड चर्म रोग फली जाऊँगी आ गाई गोरु सब खाईकिना मृत्युवरण कले गाई गोरु मैंने यही पानी सब दूषित पानी छाड़ीकिना आम असुविधार सम्मुखीन होचु।